नमस्कार दर्शक बंधु आपण समस्त को मो चैनल को पुणी थे स्वागत करुच्ची। दर्शक बंधु कौन आपण माने धन संपत्ति पे चिंतित अच्छा कि महालक्ष्मी कृपा पाइबा पई कौन आपण माने चेष्टा करुछंती कि बहुत उपाय करे जदि निराश होउछंती ଏହି ଉପାୟଟି ଆପଣମାନଙ୍କ ପାଇଁ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ମହାଶିବରାତ୍ରି ଦିନ ଆପଣମାନେ ଯଦି ଏହି ଦୁଇଟି ଜିନିଷ ଦେବଦେବ ମହାଦେବଙ୍କୁ ଅର୍ପଣ କରିଦିଅନ୍ତି, ଆପଣଙ୍କ ଘରେ କେବେ ଧନ ସମ୍ପତ୍ତିର ଅଭାବ ଲାଗି ରହିବ ନାହିଁ। ତେଣୁ ଏହି ଭିଡ଼ିଓକୁ ନିହାତି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ପ୍ରତ୍ୟେକ ମଣିଷ ଧନ ପାଇଁ ବହୁତ ଚେଷ୍ଟା କରିଥାନ୍ତି। ଧନ କାହାକୁ ଦରକାର ନାହିଁ। ଜୀବନରେ ଯଦି ଆମ ପାଖରେ ଟଙ୍କା ନଥିବ ତାହେଲେ ସମ୍ମାନ ବି ମିଳିବ ନାହିଁ। ଧନ, ଟଙ୍କା, ସୁନା, ଐଶ୍ୱର୍ଯ୍ୟ ପ୍ରତ୍ୟେକ ମଣିଷ ଜୀବନ ପାଇଁ ନିହାତି ଦରକାର ଅଟେ। ତେବେ ଆପଣମାନେ ଥରୁଟିଏ ଏହି ଉପାୟଟି ନିଶ୍ଚୟ କରନ୍ତୁ। ଶିବରାତ୍ରି ଏତେ ଦିନ ପରେ ଏକ ବିରଳ ସଂଯୋଗ ଆସିଛି। ଆପଣଙ୍କୁ ଗୋଟିଏ ବର୍ଷ ଅପେକ୍ଷା କରିବା ପାଇଁ ପଡ଼ିବ। ତେଣୁ ଏହି ଉପାୟଟି ଆପଣମାନେ ନିଶ୍ଚୟ କରନ୍ତୁ। କୁହାଯାଏ ଏହି ଦିନ ଶିବଲିଙ୍ଗ ପ୍ରକଟ ହୋଇଥିଲେ। ଶିବ ଶକ୍ତିଙ୍କର ବିବାହ ବି ଏହି ଦିନ ହୋଇଥିଲା ଏବଂ ଏହି ଦିନ ହରି ଏବଂ ହରଙ୍କର ମିଳନ ବି ହୋଇଥିଲା। ପୁରାଣରେ ବର୍ଣ୍ଣିତ ଅଛି। ଦର୍ଶକ ବନ୍ଧୁ, ସେଥିପାଇଁ ତ ଏହାକୁ ଶିବରାତ୍ରି ନୁହଁ ମହାଶିବରାତ୍ରି କୁହାଯାଏ। କାରଣ 12ଟି ମାସରେ 12ଟି ଶିବରାତ୍ରି ଆସିଥାଏ, କିନ୍ତୁ ଏହାକୁ ମହାଶିବରାତ୍ରି କୁହାଯାଏ। ଏହି ଦିନ ଯଦି ଶିବଲିଙ୍ଗରେ ଆପଣମାନେ ଏହି ଦୁଇଟି ଜିନିଷ ଚଢ଼ାଇ ଦିଅନ୍ତି, ତେବେ ଆପଣଙ୍କର ଧନ ଜନିତ ସମସ୍ୟା ଦୂର ହୋଇଯାଏ। ଦର୍ଶକ ବନ୍ଧୁ, ତା ସହିତ ଆପଣମାନଙ୍କୁ ଆଉ ଗୋଟିଏ ଉପାୟ ବି କହିବି। ଯଦି ଆପଣମାନେ ବିଦ୍ୟାରେ ଉନ୍ନତି ଚାହୁଁଛନ୍ତି, ଛୁଆମାନଙ୍କର ବିଦ୍ୟାରେ ଉନ୍ନତି ହେଉନାହିଁ, ତେବେ ଏହି ଉପାୟଟି ଥରୁଟିଏ ଆପଣମାନେ କରିକି ଦେଖନ୍ତୁ। ଦର୍ଶକ ବନ୍ଧୁ, ପ୍ରଥମେ ଆମେ ଜାଣିବା ଲକ୍ଷ୍ମୀ ପ୍ରାପ୍ତି ପାଇଁ ଆପଣ ଶିବଲିଙ୍ଗରେ କ'ଣ ଚଢ଼ାଇବେ। ତା ଆଗରୁ ଯଦି ଆପଣମାନେ ଦେବଦେବ ମହାଦେବଙ୍କୁ ମାନୁଛନ୍ତି, କମେଣ୍ଟ ସେକ୍ସନରେ ହର ହର ମହାଦେବ ନିହାତି ଲେଖନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନକୁ ପ୍ରେସ୍ କରନ୍ତୁ। ଏହି ଭିଡ଼ିଓକୁ ବହୁ ମାତ୍ରାରେ ସେୟାର କରନ୍ତୁ। ଅନ୍ୟମାନେ ମଧ୍ୟ ଏହାର ଲାଭ ଉଠାଇ ପାରନ୍ତୁ। କାରଣ ମାତ୍ର 2 ଦିନ ବାକି ଅଛି। ଏହି ଭିଡ଼ିଓଟି ଯଦି ସବୁ ଶିବଭକ୍ତଙ୍କ ପାଖରେ ପହଞ୍ଚି ପାରିବ, ପ୍ରତ୍ୟେକ ମଣିଷଙ୍କ ପାଖରେ ପହଞ୍ଚି ପାରିବ, ସେମାନେ ନିଜ କର୍ମଜଞ୍ଜାଳ ଜୀବନ ଭିତରୁ ଟିକିଏ ସମୟ ବାହାର କରି ଏହି ଉପାୟଟି ନିଶ୍ଚୟ କରିଦେବେ। ଏହି ଦିନ ତ ମନ୍ଦିର ବହୁତ ଭିଡ଼ ଲାଗିଥିବ। ତେବେ ଯଦି ଆପଣ ମହାଦେବଙ୍କ ମନ୍ଦିରକୁ ନ ଯାଇ ପାରୁଛନ୍ତି, ଘରେ ପାର୍ଥିବ ଶିବଲିଙ୍ଗ କରି ଏହାର ଉପାୟ ଆପଣମାନେ କରିପାରନ୍ତି। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଦେବଦେବ ମହାଦେବଙ୍କୁ କେବେ ବି ଫଟୋରେ ପୂଜା କରାଯାଏ ନାହିଁ। ଅନ୍ୟ ଦେବାଦେବଙ୍କୁ ଆପଣମାନେ ମୂର୍ତ୍ତି ଏବଂ ଫଟୋରେ ପୂଜା କରିପାରନ୍ତି। ସେମାନେ ସନ୍ତୁଷ୍ଟ ବି ହୁଅନ୍ତି, ବର ବି ପ୍ରଦାନ କରନ୍ତି। କିନ୍ତୁ ଦେବଦେବ ମହାଦେବ ଏମିତି ଏକ ଦେବ ଯେ କି ଲିଙ୍ଗରେ ପୂଜା ପାଆନ୍ତି ଏବଂ ଏହି ଲିଙ୍ଗ ଆମେ ସମସ୍ତେ ନିର୍ମାଣ ବି କରିପାରିବା। ଏହାର ଉପାୟ ମୋର ଚ୍ୟାନେଲରେ ଅଲରେଡି ଅଛି ଯେ କିପରି ପାର୍ଥିବ ଶିବଲିଙ୍ଗରେ ନିର୍ମାଣ କରି ଆପଣମାନେ ପୂଜା କରିପାରିବେ। ଆପଣମାନେ ଯଦି ଚାହାନ୍ତି ଥରୁଟିଏ ଚ୍ୟାନେଲକୁ ଭିଜିଟ୍ କରନ୍ତୁ। ଏବେ ଦର୍ଶକ ବନ୍ଧୁ, ଶିବଲିଙ୍ଗରେ ଯଦି ପତି ପତ୍ନୀଙ୍କ ଭିତରେ ବହୁତ କଳି ଝଗଡ଼ା ଲାଗି ରହୁଛି, ସ୍ୱାମୀ ସ୍ତ୍ରୀ ଭିତରେ ମଧୁର ସମ୍ପର୍କ ଯଦି ଚାହୁଁଛନ୍ତି, ଶିବଲିଙ୍ଗରେ ଯେତେବେଳେ 4 ପ୍ରହର ପୂଜା ହବ, ସନ୍ଧ୍ୟା 6ଟାରୁ 4 ପ୍ରହର ପୂଜା ଆରମ୍ଭ ହବ, ସନ୍ଧ୍ୟା ସମୟରେ କିମ୍ବା ରାତ୍ରିର 12ଟାରେ ଶିବଲିଙ୍ଗରେ ଯଦି ଦହିର ଅଭିଷେକ ପତି ପତ୍ନୀ ଉଭୟ କରନ୍ତି, କିମ୍ବା ଯଦି ସମୟ ଅଭାବ ଅଛି କେବଳ ପତି କିମ୍ବା ପତ୍ନୀ କରନ୍ତି, ସ୍ୱାମୀ ସ୍ତ୍ରୀ ଭିତରେ ମଧୁର ସମ୍ପର୍କ ପାଇଁ ଦହି ଅର୍ପଣ କରନ୍ତି, ତେବେ ସ୍ୱାମୀ ସ୍ତ୍ରୀ ଭିତରେ କଳି ଝଗଡ଼ା ଦୂର ହୋଇଯିବ। ଯଦି ଆପଣମାନଙ୍କୁ ଏହି କଥାଟି ବିଶ୍ୱାସ ଲାଗୁନାହିଁ, ଏହି ମହାଶିବରାତ୍ରିରେ ଥରୁଟିଏ ନିଜ ପତି ପତ୍ନୀଙ୍କର ମଧୁର ସମ୍ପର୍କ ପାଇଁ ନିଶ୍ଚୟ କରନ୍ତୁ। ଏବେ ଚାଲନ୍ତୁ ଗୋଟିଏ ବିରାଟ ଉପାୟ, ସବୁଠାରୁ ଲକ୍ଷ୍ମୀ ପ୍ରାପ୍ତିର ମହା ଉପାୟ ଆପଣମାନଙ୍କୁ କହୁଛି। ଉପାୟଟି ଏହା ଯେ ଆପଣମାନଙ୍କୁ ଆଖୁ ରସ ନେଇକି ଆଣିବାର ଅଛି। ସନ୍ଧ୍ୟା ସମୟରେ ଏମିତିରେ ସବୁ ଜାଗାରେ ମିଳିଯିବ, ଆଣିବାର ଅଛି। ଏହା ଆପଣମାନେ ଶିବଲିଙ୍ଗରେ ମନ୍ଦିର ଯାଇ ଯଦି କରିବେ, ଏହା ଆପଣଙ୍କ ପକ୍ଷରେ ସମ୍ଭବ ହେବ ନାହିଁ। ଘରେ ପାର୍ଥିବ ଶିବଲିଙ୍ଗର ନିର୍ମାଣ କରିକି ହିଁ ଆପଣ ଏହି ଉପାୟଟି କରିବା ପାଇଁ ପଡ଼ିବ। ଏହି ଉପାୟଟି ଯେ କେହି ବି କରିପାରିବ। ଶ୍ରୀ ସୁକ୍ତମ, ଆପଣ ଯଦି ଏହି ଭିଡ଼ିଓକୁ ଦେଖି ସାରିଲେଣି, ଶ୍ରୀ ସୁକ୍ତମର ଗୋଟିଏ PDF ଡାଉନଲୋଡ୍ କରି ରଖିଦିଅନ୍ତୁ। ଶ୍ରୀ ସୁକ୍ତମର PDF ଡାଉନଲୋଡ୍ କରି ରଖିଦିଅନ୍ତୁ। ଆଖୁ ରସ ବିଧି ମୁତାବକ କିପରି ଶିବଲିଙ୍ଗର ନିର୍ମାଣ କରାଯିବ, କିପରି ପୂଜା କରାଯିବ, ଭୋଗ ଦିଆଯିବ, ଏସବୁ ମୋ ଚ୍ୟାନେଲରେ ଅଲରେଡି ଭିଡ଼ିଓଟି କିଛି ଦିନ ପୂର୍ବରୁ ଅପଲୋଡ ହୋଇସାରିଛି। ଆପଣମାନେ ଆଖୁ ରସ ଆଣନ୍ତୁ। ଆଖୁ ରସକୁ ଆଣିକରି ଆଖୁ ରସ ଚଢ଼ାଇ ଶିବଲିଙ୍ଗରେ ଆପଣମାନେ
ଶ୍ରୀ ସୁକ୍ତମର ପାଠ କରନ୍ତୁ। ଲକ୍ଷ୍ମୀ ନାରାୟଣଙ୍କୁ ସ୍ମରଣ କରିବେ, ଶିବ ପାର୍ବତୀକୁ ସ୍ମରଣ କରିବେ। ନିଜ ଘରର ଧନ ଜନିତ ସମସ୍ୟା ଦୂର ପାଇଁ ଆପଣମାନେ ଶିବଲିଙ୍ଗରେ ଆଖୁ ରସ ଅର୍ପଣ କରନ୍ତୁ। ଏହି ଉପାୟର କିଛି ଦିନ ଭିତରେ ଆଜ୍ଞା ଆପଣଙ୍କୁ ଗୋଟିଏ ମାସ ବି ଅପେକ୍ଷା କରିବା ପାଇଁ ପଡ଼ିବନି। ଯେଉଁ ବିରାଟ ସମସ୍ୟା ପାଇଁ, ଯେଉଁ ଧନଜନିତ ସମସ୍ୟା ପାଇଁ ଆପଣ କଷ୍ଟ ପାଉଥିଲେ, ଆପଣଙ୍କର ଏମିତି ଉନ୍ନତି ହେବ ବିଶ୍ୱାସ କରିପାରିବେ ନାହିଁ। ଏହାର ଅନୁଭୂତି ମୁଁ ଆଗରୁ ବି ପାଇଛି। ଶିବରାତ୍ରିରେ ଯଦି ଆପଣ 4 ପ୍ରହର ପୂଜା ନିଷ୍ଠାର ସହକାରେ କରିବେ, ଦର୍ଶକ ବନ୍ଧୁ ବିଶ୍ୱାସ କରନ୍ତୁ ମହାଦେବ ଆପଣଙ୍କର ଜୀବନ ଏମିତି ବଦଳାଇବେ ଆପଣ ଭାବି ବି ପାରିବେ ନାହିଁ। ବର୍ଷ ବର୍ଷର ସ୍ୱପ୍ନ ଯାହାକି ପୂରଣ ହେଉନଥିଲା, ଏହି 4 ପ୍ରହର ପୂଜାରେ ଆପଣମାନଙ୍କର ସେହି ସ୍ୱପ୍ନ, ସେହି ଇଚ୍ଛା ଅଭିଳାଷ ପୂରଣ ହେବ। ଆପଣଙ୍କୁ କିନ୍ତୁ 4 ପ୍ରହର ପୂଜା କରିବାର ଅଛି। ଏହା ସବୁଠାରୁ ବଡ଼ ପୂଜା ଏବଂ କିଛି ନିୟମ ମାନିବାର ଅଛି। କେବଳ ପୂଜା କଲେ ଈଶ୍ୱରଙ୍କୁ ପାଇପାରିବେ ନାହିଁ। ଶିବରାତ୍ରିର ପୂର୍ବ ଦିନ ବିନା ପିଆଜ ରସୁଣରେ ଖାଦ୍ୟ ଗ୍ରହଣ କରିବେ। ତା ସହିତ ଆଉ ଗୋଟେ ଜିନିଷ ଆପଣ ଶିବଲିଙ୍ଗରେ ଚଢ଼ାଇବେ, ଡାଳିମ୍ବ। ଡାଳିମ୍ବର ରସ ଗୋଟିଏ ଚାମଚ ହେଉନା କାହିଁକି, ଡାଳିମ୍ବର ରସ ଆପଣମାନେ ଶିବଲିଙ୍ଗରେ ଶିବରାତ୍ରି ଦିନ ନିଶ୍ଚୟ ଚଢ଼ାନ୍ତୁ। ଦର୍ଶକ ବନ୍ଧୁ, ପଞ୍ଚାମୃତର ଅଭିଷେକ ଯଦି ଆପଣମାନେ ନିଜ ପରିବାର ସହିତ ମିଶିକରି କରନ୍ତି, ଏହି ଦିନ ରୁଦ୍ରାଭିଷେକ। ରୁଦ୍ରାଭିଷେକର ଅର୍ଥ ଏଇଆ ଯେ ପ୍ରଥମେ ଶିବଲିଙ୍ଗରେ ଜଳ ଅର୍ପଣ କରିବେ, ତାପରେ କ୍ଷୀର, ଦହି, ଘିଅ, ତାପରେ ମହୁ, ତାପରେ ଶର୍କରା ଅର୍ଥାତ୍ ଚିନି, ଏପରି ଭାବରେ ଆପଣଙ୍କୁ ନିୟମରେ ଅର୍ପଣ କରିବେ। ପୁଣି ଜଳ ଅଭିଷେକ କରିବେ, ତାପରେ ମହାଦେବଙ୍କର ଶୃଙ୍ଗାର କରିବେ। ଶୃଙ୍ଗାରର ଅର୍ଥ ତ୍ରିପୁଣ୍ଡ ଲଗାଇବେ, ଚନ୍ଦନର ତ୍ରିପୁଣ୍ଡ ଲଗାଇବେ, ବେଲପତ୍ର ଅର୍ପଣ କରିବେ, ଫୁଲ ଦେବେ, ଆଳତି କରିବେ, ଭୋଗ ଦେବେ, ନୈବେଦ୍ୟ ଏମିତି କରିବାକୁ କୁହାଯାଏ ରୁଦ୍ରାଭିଷେକ, ଯାହାକି ଶିବଲିଙ୍ଗରେ ଗୋଟିଏ ସାଧାରଣ ମଣିଷ ବି ଶିବରାତ୍ରି ଦିନ କରିପାରିବେ। ଏମିତି ଆପଣ 4 ଥର ବି କରିପାରନ୍ତି, ବହୁତ ପୁଣ୍ୟ ଫଳ ପ୍ରାପ୍ତ କରିବେ। ଯଦି ଆପଣଙ୍କ ପକ୍ଷେ କ୍ଷୀର ଢାଳିବା ସମ୍ଭବ ହେଉନାହିଁ, ସେହି ଜଳକୁ ଆପଣମାନେ ପଞ୍ଚାମୃତ ଭାବି ଭାବର ସହକାରେ କରନ୍ତୁ। ଦେଖିବେ ଆପଣଙ୍କର ଇଚ୍ଛା ଈଶ୍ୱର ନିଶ୍ଚୟ ଶୁଣିବେ। ଏବଂ ଦର୍ଶକ ବନ୍ଧୁ, ଯଦି ଆପଣଙ୍କ ପକ୍ଷେ ସମ୍ଭବ ହେଉନାହିଁ ପଞ୍ଚାମୃତ ପ୍ରସ୍ତୁତ କରିବା ପାଇଁ, ଆପଣ କ'ଣ କରନ୍ତୁ, କ୍ଷୀର, ମାର୍କେଟରେ ବିକା ଯାଉଥିବା କ୍ଷୀର, ଯାହାକି ପକେଟ କ୍ଷୀର, ଜମା ବି ଶିବଲିଙ୍ଗରେ ଚଢ଼ାନ୍ତୁ ନାହିଁ। ପୁଣ୍ୟ ବଦଳରେ ପାପ ହିଁ କରିବେ, ଜମା ବି କରନ୍ତୁ ନାହିଁ। ଯଦି ନାହିଁ, ଗୋଟିଏ ଲୋଟା ଜଳ ଦେଇ ଦିଅନ୍ତୁ। ସେ ତ ହେଉଛନ୍ତି ଦେବଦେବ ମହାଦେବ, ଟିକେ ଜଳରେ ବି ସନ୍ତୁଷ୍ଟ ହୁଅନ୍ତି। ତାଙ୍କ ପାଇଁ କୌଣସି ଆଡମ୍ବର ଦରକାର ନାହିଁ। ସେ ତ ହେଉଛନ୍ତି ଦେବଦେବ ମହାଦେବ। ଆପଣଙ୍କର ମନର ଇଚ୍ଛା, ଯେତେବେଳେ ଆପଣ ଜଳ ଅର୍ପଣ କରିବେ ଶିବଲିଙ୍ଗରେ ପୂଜା ସମୟରେ, ଯଦି ଆପଣ ମହାଦେବଙ୍କୁ କିଛି ବି କହିବେ ନାହିଁ, କିଛି ବି ମାଗିବେ ନାହିଁ ପ୍ରଭୁଙ୍କୁ, ତାପରେ ବି ଦେବଦେବ ମହାଦେବ ଆପଣଙ୍କୁ ଯାଚି କରି ବର ଦେବେ। ଅନ୍ୟ ଦେବତା ମାନଙ୍କ ପାଖରେ ଆମେ ନିଜର ଅଭିଳାଷ ଜଣାଉଥାଉ, ଆମେ ଆମର ଇଚ୍ଛା ଜଣାଇଥାଉ, କିନ୍ତୁ ଦେବଦେବ ମହାଦେବ ଏମିତି ଏକ ଦେବତା ଯାହାଙ୍କୁ ଆଗରେ କିଛି ନ କହିଲେ ବି ଆପଣଙ୍କର ସବୁ ଅଭିଳାଷ ପୂରଣ କରନ୍ତି। ଦର୍ଶକ ବନ୍ଧୁ, ଆପଣମାନେ ଯଦି ଚାହାନ୍ତି ନିଜର ସବୁ ଇଚ୍ଛା ଏହି ଶିବରାତ୍ରିର ରାତ୍ରିରେ ନିଶ୍ଚୟ କରିପାରନ୍ତି। ସନ୍ତାନଙ୍କର ବିଦ୍ୟାରେ ଯଦି ଉନ୍ନତି ହେଉନାହିଁ, ସେମାନେ ଯଦି କଥା କହିପାରୁନାହାନ୍ତି, ଯଦି ବିଦ୍ୟା ବୃଦ୍ଧି ଚାହୁଁଛନ୍ତି, ଗୋଟିଏ ଦେଶୀ ପାନପତ୍ରରେ 2ଟି ଲବଙ୍ଗ ଏବଂ କିଛି ମହୁ ଛୁଆ ହାତରେ ଛୁଆଇଁ କରି ଶିବଲିଙ୍ଗରେ ଚଢ଼ାଇ ଦିଅନ୍ତୁ, କିମ୍ବା ଛୁଆଙ୍କର ହାତରେ ଚଢ଼ାଇ ଦିଅନ୍ତୁ। ଏହା ବହୁତ ଭଲ ଅଟେ। ଛୁଆମାନଙ୍କ ଦ୍ୱାରା ବି ଘରେ ପାର୍ଥିବ ଶିବଲିଙ୍ଗରେ ଛୁଆମାନଙ୍କ ଦ୍ୱାରା ପୂଜା କରାନ୍ତୁ, ଏହା ବହୁତ ଭଲ ଅଟେ। ଦର୍ଶକ ବନ୍ଧୁ, ପୂଜା ସମୟରେ କେବେ ବି ଅତି ଗାଢ଼ ରଙ୍ଗର ବସ୍ତ୍ର ପିନ୍ଧିବେ ନାହିଁ। ସ୍ୱଚ୍ଛ ଆସନରେ ବସିବେ, ଉତ୍ତର ପଟେ ମୁହଁ କରି ପୂଜା କରିବେ। ଦୀପ ବି ଉତ୍ତର ପଟେ ରଖିବେ ଏବଂ ଜାଗର ଦିନ ଯେଉଁ ଦୀପ ଜାଳିବେ, ଏହା ରାଶି ତେଲରେ ଜାଳନ୍ତୁ କିମ୍ବା ଶୁଦ୍ଧ ଘିଅରେ ଜାଳନ୍ତୁ। ଚେଷ୍ଟା କରିବେ ଏହି ଦୀପ ଯେମିତି ଲିଭିବ ନାହିଁ। ଏହି ଦୀପକୁ ସାକ୍ଷୀ ରଖିକରି ନିଜର ପ୍ରତ୍ୟେକ ଅଭିଳାଷା ମହାଦେବଙ୍କୁ କହିଦିଅନ୍ତୁ। ଏବଂ ଆପଣ କିଛି ନ କହିଲେ ବି, ଯଦି କେବଳ ପୂଜା ବି କରୁଛନ୍ତି ନା, ସବୁ ଯାଚି କରି ଦେଇଦେବେ। ସେ ଏମିତି ଏକ ଦେବ। ତା ସହିତ ମହାଦେବଙ୍କର ପୂଜା କରିବା ସମୟରେ କେବେ ବି ମା ଗୌରୀଙ୍କୁ ପୂଜା କରିବା ପାଇଁ ଭୁଲିବେ ନାହିଁ। ଶିବ ପାର୍ବତୀଙ୍କ
ବିନା ପୂଜାରେ ଏହି ପୂଜା ଅଧୁରା ମନେ କରାଯାଏ। ପୁରା ଶିବ ପରିବାରଙ୍କର ପୂଜା କରିବା ଦରକାର। ଯେମିତିକି ପ୍ରଥମେ ଗଣେଶଙ୍କର ପୂଜା, ଯିଏକି କଳସ ସ୍ଥାପନରେ ପୂଜା ହୋଇଯିବ ଏବଂ ମା ଗୌରୀଙ୍କର ପୂଜା ବି କରିବେ। ମା ଗୌରୀଙ୍କୁ ଚୁନରି ଦେବେ, ଶୃଙ୍ଗାର ଦ୍ରବ୍ୟ ଦେବେ। ଏହି ଦିନ ମା ଗୌରୀଙ୍କୁ ଶୃଙ୍ଗାର ଦ୍ରବ୍ୟ ଦେବା ଦ୍ୱାରା ସ୍ୱାମୀଙ୍କୁ ଦୀର୍ଘାୟୁ ହୋଇଥାନ୍ତି ଏବଂ ଅଖଣ୍ଡ ସୌଭାଗ୍ୟବତୀର ଆଶୀର୍ବାଦ ମା ଗୌରୀ ଦେଇଥାନ୍ତି। ତେଣୁ ମା ଗୌରୀଙ୍କୁ ଏହି ଦିନ ପୂଜା କରିବା ପାଇଁ ଜମା ବି ଭୁଲିବେ ନାହିଁ। ଶିବ ପାର୍ବତୀଙ୍କର ପୂଜା ଏହି ଦିନରେ ବହୁତ ମହତ୍ଵ ଅଛି। ମାଙ୍କୁ ସିନ୍ଦୁର ନିଶ୍ଚୟ ଅର୍ପଣ କରିବେ। ମାଙ୍କର ଆଶୀର୍ବାଦରେ ଆପଣଙ୍କ ଘର ନିଶ୍ଚୟ ସୁଖ ଶାନ୍ତିରେ ପୂରିବ। ଆଜି ପାଇଁ ରହିଲି, ପୁଣି ଦେଖା ହେବ ଆଗାମୀ ଏକ ସୁନ୍ଦର ଭିଡିଓରେ।